ମୁଁ ହଉଛି ପୁଅର ମଝିଆଣୀ ଭାଉଜ। କୋଉଠି ଘର? ଘର ହଉଛି ଗଡମା ଆଚ୍ଛା, କଣ ହେଇଛି? ମାଣପୁର। କଣ ହେଇଲା? କଣ ଘଟଣା କଣ ହେଇଛି ଆଜି? ଘଟଣା ହେଇଛି କଣ, ଆମର ବାହାଘର ହେଇଗଲାଣି ଆଜିକି ହେଇଥିଲା ମଙ୍ଗଳବାର ଦିନ ବାହାଘର 10 ତାରିଖରେ। ଆଜି ଆମର ଭୋଜି 13 ତାରିଖରେ। ଝିଅର ବାପା ଆସିକି ତାଙ୍କ ଝିଅକୁ ନେଇ ଯାଇଛନ୍ତି। ଆଉ ସେ ଝିଅ କହୁଛି କି ମୁଁ ଆଉ ଆସିବିନି। କେମିତି ନେଇଗଲେ? ଆପଣ ନେଇଗଲେ? ହଁ, ତାଙ୍କ ବାପା ଆସିଥିଲେ, କହିଲେ କି ମୋ ସ୍ତ୍ରୀଙ୍କ ଦେହ ଖରାପ, ମାନେ ଝିଅର ମାଙ୍କ ଦେହ ବହୁତ ଖରାପ, ଅସୁସ୍ଥ। ଆଉ ସେ କଥା କହି ପାରୁନାହାନ୍ତି କି ଚାହିଁ ପାରୁନାହାନ୍ତି, ତାଙ୍କ ଝିଅକୁ ଖୋଜୁଛନ୍ତି। ଆଉ ସେ ଦେଖିବାକୁ ଚାହୁଁଛନ୍ତି। ତାପରେ ଆମ ଘର ଲୋକ, ଆମର ତ ଓଡିଆ ପରମ୍ପରା ବିଷୟରେ ଜାଣିଥିବେ। ତାପରେ ସେ କହିଲେ କି ନାଇଁ, ଆମର ଚତୁର୍ଥୀ କର୍ମ ସରିନାହିଁ, ଆଉ ଠାକୁରଙ୍କର କିଛି କଣ ଲଗେଇଥାନ୍ତି, ସେଇଟା ନ କାଢିବା ସରିକି ଯାଆନ୍ତିନି। ତେଣୁକରି ଆମ ଘର ଲୋକ ସମସ୍ତେ ବିରୋଧ କଲେ। ତାପରେ ସେ କହିଲେ ଗୋଟେ ମା ଦେଖିବାକୁ ଚାହୁଁଛି ତା ଝିଅକୁ, ଗୋଟେ ବୋଲି ଝିଅ, ଆଉ ତମେ କେମିତି ମନା କରୁଛ ଯଦି ତମ ମା ହେଇଥାନ୍ତା। ତେଣୁକରି ଏସବୁ କଥା ଭିତରେ ଆମେ ମନା କଲା ଭିତରେ ବି ସେ ବହୁତ ବାଧ୍ୟ କଲେ। ତାପରେ ସେଇଠୁ ବାଧ୍ୟ କଲା ପରେ ମୋ ହଜବେଣ୍ଡ ଆସିକି କହିଲେ କି ନାଇଁ, ସେ ଯଦି ତୋ ମା ହେଇଥାନ୍ତେ, ମତେ ସିଏ ବୁଝେଇଲେ କି ଯଦି ତୋ ମା ହେଇଥାନ୍ତେ, ଯଦି ଅତି ଖରାପ ହେଇଥାନ୍ତେ, ଯଦି ଦେଖିବାକୁ ଚାହିଁଥାନ୍ତେ, ତୁ କଣ ମନା କରିଥାନ୍ତୁ? ଆଉ ସମସ୍ତଙ୍କୁ ଘରକୁ ବୁଝା। ମୁଁ ସେଇଠୁ କହିଲି ହଉ, ସେ ଚାହୁଁଛନ୍ତି ତାଙ୍କ ଝିଅକୁ ନବା ପାଇଁ ନିଅନ୍ତୁ। ସେଇଠୁ ତାଙ୍କ ବାପା ସେଇଠୁ କହିଲେ ଯେମିତି, ଆମେ ସେଇଠୁ ସମସ୍ତେ ଘରେ ପଠେଇଲୁ। ପଠେଇଲା ପରେ ସିଏ କହୁଛନ୍ତି ଅଇକା ତାଙ୍କ ଝିଅ ଆଉ ଆସିବେନି ବୋଲି କହୁଛନ୍ତି। ଆଚ୍ଛା, ବର୍ତ୍ତମାନ ତ ସବୁ ସରିଯାଇଛି। ଆମେ ମାନେ ଲେଟ୍ ହେଲା ଗୁଣ ଆମେ ଫୋନ କଲୁ କି ଆସ, ଆମର ଆସିଛନ୍ତି ମେକଅପ୍ ବାଲା। ସେ କହିଲେ କି ନାଇଁ, ଆମେ ଆଉ ଯିବୁ ନାହିଁ। ତାଙ୍କ ବାପା କହିଲେ ଆମେ, ସେ ଯୋଉ ସାଙ୍ଗରେ ଆମର ଯାଇଛନ୍ତି, ଆମ ଦିଅର ଆଉ ଆମ ମାଇଁ ଜଣେ, ଆମ ନଣନ୍ଦ, ସେ କହିଲେ ସେମାନେ ସବୁ ଯାଆନ୍ତୁ, ଆଉ ସିଏ ପଛରେ ଯିବ ଝିଅ ସନ୍ଧ୍ୟା ବେଳକୁ। ମୁଁ କହିଲି ଇଏ କଣ କେମିତି ହବ, ଆମର ବା ଆଜି ରିସେପସନ ପାର୍ଟି, ଆଉ ଝିଅ ନ ଆଇଲେ କେମିତି ହବ? ନା, ସେ କହୁଛି ଯଦି ଯିବ ଆଉ ସୁଇସାଇଡ କରିବ। ସେ ଯଦି ତମେ ରିକ୍ସ ନବ ତାହେଲେ ଆମେ ପଠେଇବୁ। ଆମେ କହିଲୁ ତମେ ବାପ ମା ହେଇଛ, ରିକ୍ସ ନଉନ, ଆମେ ପର ଝିଅ କେମିତି ରିକ୍ସ ନବୁ? ସେ ଯଦି ଭଲ ମନ୍ଦ କରିଦବ, ତେଣୁ ଆମକୁ ଆମ ଦୋଷ ହବ ନା। ତେଣୁକରି ମୁଁ କହିଲି ଆମେ କାହିଁ ନବୁ। ସେଇ କଥା କହି ଭାଇଙ୍କୁ ଫୋନ ଦେଇଦେଲି, ଭାଇ ତାଙ୍କ ସହିତ କଥା। ଆମେ ପୁଲିସକୁ ନେଇଛୁ କିଶୋରନଗର। 4 ଦିନ ହେଲାଣି ଆମର ଭାଇର ଗୋଟେ ବାହାଘର ହେଇଥିଲା। 10 ତାରିଖରେ ବାହାଘର ହେଇଥିଲା, ଆଜି 13 ତାରିଖରେ ଭୋଜି। ଭୋଜିରେ ସବୁ ଆୟୋଜନ ହେଇଥିଲା, 1000-1200 ଲୋକଙ୍କର ଆୟୋଜନ ହେଇଥିଲା ସବୁ। ଆଉ ହଠାତ୍ କିଣା ଆମର ସବୁ ନିମନ୍ତ୍ରଣ ବି କାର୍ଡ଼ ବଣ୍ଟା ହେଇଥିଲା। ଆମେ ଯାଇକି ଆମେ ଗାଁରେ ନିମନ୍ତ୍ରଣ କରୁଥିଲୁ। ନିମନ୍ତ୍ରଣ କଲାକୁ ହଠାତ୍ କିଣା ଫୋନ୍ ଆସିଲା ଘରୁ, ଆଉ ଝିଅବାଲା ବାପା ଆସିଛନ୍ତି ଘରକୁ। ଆମେ କହିଲୁ ଆସିଥିବ, ଯେ ଝିଅର ବାପା ଆସି ତା ଝିଅକୁ ଦେଖା ଦେଖି କରିବାକୁ ଆସିଥିବ ନା। ଆଉ ହଠାତ୍ କିଣା ଆମେ ଜାଣିଛୁ ତା ଝିଅକୁ ତାକୁ ନେବା ଭଳି ପାଇଁ ଏତେ ପ୍ୟାନ୍ ଖଞ୍ଜିକି ଆଇଛି, ଆମେ ସେଇଟା ଜାଣିନୁ। ହଠାତ୍ କିଣା ଆସିକି କହିଲା ପରେ କହିଲା ଆଉ ଆମ ମାଆର ତାର ଖାଲି ଝିଅକୁ ଦେଖିବାକୁ ତାର ଇଏ କରୁଛି, ଆଉ ତମେ ଝିଅକୁ ଛାଡ଼, ଆମେ ସାଙ୍ଗେ ସାଙ୍ଗେ ଆସିକି ନେଇଯିବୁ, ସାଙ୍ଗେ ସାଙ୍ଗେ ଆଣି ଛାଡ଼ିବୁ। ଘରକୁ କହିକି, ମେଡ଼ିକାଲ କହି ଘରକୁ ନେଇଯାଇଛନ୍ତି। ତାଙ୍କର ଆଳିତଙ୍ଗ 82 ମୌଜା ଆଳିତଙ୍ଗ। ଆମେ ଏ ବାବଦରେ କିଶୋରନଗର ଥାନାରେ ଜଣେଇବୁ। ଖାଇବା ହେଲା ଆମର 1000-1200 ଲୋକର ଆୟୋଜନ ହେଇଥିଲା, ଆଉ ଆମର ସବୁ ନଷ୍ଟ ହେଲା। ସେ ଦାବିରେ ପୂରଣ କିଏ କରିବ? ସେଇଥିପାଇଁ ଦୁଃଖିତ ଆମେ ଅଛୁ। ଆଉ ଆମ ଘର ବିଶୃଙ୍ଖଳା ଅଛୁ। ଆଉ ବାହାଘରରେ ବି ଖର୍ଚ୍ଚ ହେଇଛି, ଆମର ଦୁନିଆ ପଇସା ଖର୍ଚ୍ଚ ହେଇଛି। ପ୍ରସେସନ କଲୁ, ଆମେ କହିଲେ ଝିଅବାଲା କହିଲେ ଆମର ତରଫରୁ ଏଇଠି ଆସିବ, ଏଇ ମନ୍ଦିରରେ ପ୍ରସେସନ କରିବୁ, ଆମ ଝିଅ ଏଇଠୁ ବାହା ହବ, ଗୋଟାଏ ଝିଅ ଆମ ପାଖରେ। ଆମେ ସେଥିରେ ବି ରାଜି ହେଇଗଲୁ ଏକମତ। ଅଚିତ ଅଛି ବହୁତ, ଆମ ଘର ବିଶୃଙ୍ଖଳା, ଆମେ ପୁରା ଭାଙ୍ଗି ପଡ଼ିଛୁ। ଆପଣମାନେ ଆମକୁ ନ୍ୟାୟ ଦିଅନ୍ତୁ। ଝିଅ ପକ୍ଷରୁ ଆପଣଙ୍କର ତାଙ୍କର ବାପା ଆଗ ଆସିକି ଦେଖିଗଲେ। ବାପା ଦେଖିଗଲା ପରେ କହିଲେ ହଁ, ମୋର ଏକା ପସନ୍ଦ ଅଛି, ମୋ ପୁଅ ମୋର ଏକାଥରେ ପସନ୍ଦ ଅଛି। ତାପରେ ତାଙ୍କର ସବୁ ଆସିଲେ 15 ଜଣ ଭାଇ ବେହେରା ନେଇକି ପୁରା ଏକାଥରେ ଆସିଥିଲେ। ସେ ଏକମତ ଆମେ ଯେତେ ଶୀଘ୍ର ବାହାଘରଟା ତୁରନ୍ତ କରିବୁ, ଏକମତ ଦେଇକି ଗଲେ। 3 ଥର ସେମାନେ ଆସିଲେ, ଆମେ 3 ଥର ଯାଇଥିଲୁ। ତାପରେ ଦେଖିଲା ପରେ କହିଲେ ହଁ, ଏକମତ, ଆମର ପୁଅକୁ ଏତେ ଆମେ ବାଛିବୁ କଣ। ତାଙ୍କର ଦାଦା ଯିଏ ବାହାଘର ଯିଏ କରିଥିଲେ, ତାଙ୍କ ଝିଅର ଦାଦା ହବ, ସେ ତାଙ୍କର ବେଶୀ ପୁରା ମାନେ ମୁରବି କଥାବାର୍ତ୍ତା କରିବାର। ଆଉ ଏବେ ଫୋନ୍ କଲାକୁ ତାଙ୍କ ଦାଦା ଗୋଟେ ବାହାଘର ବି ମନ୍ଦିରରେ ସେ କରିଥିଲେ, ତାଙ୍କ ମନ୍ଦିରରେ। ଏବେ ବି ଫୋନ୍ କଲାକୁ ଚୋର ଭଳିଆ ମୋବାଇଲଟାକୁ ସୁଇଚ୍ ଅଫ୍ କରୁଛନ୍ତି, ମୋବାଇଲଟାକୁ ରିସିଭ୍ କରୁନାହାନ୍ତି। ଆମ ତରଫରୁ ଆମେ ବି କହୁଥିଲୁ 4 ମାସ ପରେ ଘୁଞ୍ଚେଇ ଦେବୁ, ବାହାଘରଟା ଆମେ ରଖିବୁ, ଏତେ ସଡନ୍ କରିପାରିବୁନି। ଆମେ ଆମର ସାନ ଭାଇ ଗୋଟେ, ଆମେ ଖୁସିରେ ଧୁମଧାମ କରିବା ପାଇଁ। ନା, ତମେ ଧୁମଧାମ ଯଦି କରିବା ପାଇଁ ଚାହୁଁଛ, ଏତେ ଲେଟ୍ କଲେ ଆମେ ଆମ ଝିଅ ଆଜି ଭଲ ମନ୍ଦ କରିବ, ସେଇ ରିକ୍ସ ତମେ ନେବ, ଆମକୁ ଏମିତି କହିଲେ। ସେଇଥିପାଇଁ ଆମେ ଡର ଲାଗିଲା, ଆମେ କହିଲୁ ଆଉ ବାହାଘରଟା ଯଦି ଜୁଟୁଛି, ଆଉ କାହିଁ ଛାଡ଼ିବା, ଆମେ ବାହାଘରଟାକୁ ତୁରନ୍ତ କରିବାକୁ ଚାହୁଁଥିଲୁ। ମତେ ଯାଇକି ସକାଳୁ ଆଜି କହିଲା ନାନା ଆଉ ଚାଲେ, ତା ବୋଉ ଝାଡା ବାନ୍ତି ହେଇ ପଡ଼ିଛି, ମେଡ଼ିକାଲରେ ପଡ଼ିଛି, ଆଉ ମୋ ଝିଅକୁ ଦେଖିବ ବୋଲି ତା ମା କହିଲା। ଆଉ ଯା ଟିକେ ନେଇ ଆଇଲେ, ମୋ ଝିଅଟାକୁ ଦେଖିବ, ସାଙ୍ଗେ ସାଙ୍ଗେ ଦେଖି ପଳେଇ ଆସିବ। ସେଠୁ ମୁଁ ସବୁ ଆଙ୍କମାନଙ୍କୁ ପଚାରିଲି, ଏ ମାସ କହିଲା ଆମେ ପଠେଇବୁନି, ମନା କଲେ। ସେଠୁ ଏ ମାସ ଟୁଲୁ ସେଠୁ ଆସି ପଇଲା, କହିଲା ଯଦି କହୁଛି ମାଆକୁ ଦେଖିବା ପାଇଁକି, ତାହେଲେ ସେ ଯାଉ।
ଯାଇକି ଆଉ ମୁଁ କହିଲି ତାହେଲେ ଯଦି ଯାଆନ୍ତୁ ସେ ସ୍ୱାମୀ ସ୍ତ୍ରୀ ଯାଆନ୍ତୁ ଦେଖିକି ପଳେଇ ଆସିବେ। ମୁଁ ତାଙ୍କୁ କହିଲି ସାଙ୍ଗେ ସାଙ୍ଗେ ଛାଡ଼ିଦେବୁ ଛୁଆଙ୍କୁ। ତାପରେ କହିଲେ ହେଉଠୁ ମୁଁ ସାଙ୍ଗେ 2 ଜଣଙ୍କୁ ସବୁ ଛାଡ଼ିଲି। ସେ କାରରେ ଗଲେ ମୁଁ ତା ସାଙ୍ଗରେ ବାଇକ୍ରେ ଗଲି। ଯଦି ଗଲୁ ତୁ କହିଲୁ ମୁଁ ତାଙ୍କୁ ସାଙ୍ଗେ ସାଙ୍ଗେ ଛାଡ଼ିବି। ତାପରେ ଘରକୁ ସେ ପଳେଇ ଗଲେ। ଘରକୁ ଯାଇଲା ଭିତରେ ଦେଖିଲା ବେଳକୁ ସେ ମେଡ଼ିକାଲ ନ ଯାଇକି ତାଙ୍କ ଘରକୁ ଯାଇଛନ୍ତି। ସେଠୁ ଫୋନ୍ ଆଇଲା ଯେ ଭଲ ଅଛନ୍ତି ସମସ୍ତେ। ତାପରେ ପୁଣି କହୁଛି ଝିଅ କହୁଛି ମୁଁ ବିଷ ଖାଇ ମରିବି ପଛେ ସେଠିକି ଆଉ ଯିବିନି। ମୁଁ କହିଲି କେମିତି ଏକଳିଆ କଥା ହେଲା? ତୁ ଯଦି ତୋର ଝିଅ ବିଷ ଖାଇବ କାହିଁ ମୋତେ ସକାଳେ ସେ କଥା କହିଲୁନୁ? କ'ଣ ଫଇସଲା କରିଦେଇଥାନ୍ତା। ପୁଣି ଝିଅକୁ ଘରେ ନେଇକି ମୋତେ ଏଭଳିଆ କଥା କହୁଛୁ। ତାଙ୍କର ଯୋଉ ଏତେ ଟଙ୍କା ସାରିଛନ୍ତି ସେ ଏତେ କିଏ ଦବ ସେ ଭରଣ ପୋଷଣ? ହାଁ ନା ମୁଁ କ'ଣ ଜାଣିଛି ସେ ଏମିତି କରିବ ବୋଲି ବିଷ ଖାଇ ମରିବାକୁ କହିଲା ସେଇଥିପାଇଁ ବାଧ୍ୟ ହେଇକି ମିଛ କହିକି ଆଣିଛି ହେଲା। ଏଇଭଳିଆ କଥାବାର୍ତ୍ତା କଲେ। ହଁ ଏ ଭାଇର ଝିଅ ସିଏ ଆଉ। ଆପଣ ଏ ବାହାଘରରେ କ'ଣ ସେ ତାଙ୍କ ଭଉଣୀ ବି ସିଏ ନାଇଁ ମୋ ଭାଇର ଝିଅ ଆଉ। ଭାଇର ଝିଅ ଆପଣ ଏ ବାହାଘରରେ କ'ଣ ମଧ୍ୟସ୍ଥି କାମ କରୁଥିଲେ? ନାଇଁ ଯେ ଏଇ ଆମେ କହିଲୁ କାଳେ ବାହାଘରଟା ହେଇଯିବ ଭଲରେ ଭଲ ସବୁ କାମ ହେଲା। ଆଜି ଏଇଭଳିଆ କଥା ଆଉ। ହଁ ସବୁ ଭଲରେ ଭଲ ହେଲା। ଆଜି ଭାଇ ମିଛ କହିକି ଏମିତି କାଣ୍ଡ କରିଛନ୍ତି। ହାଁ ଝିଅକୁ ଦେଖେଇ ନଥିଲେ ପୁଅ? ପୁଅ ଯାଇନଥିଲା ସେଠିକି। ଆଚ୍ଛା କେବଳ ତା ବୋପା ଦେଖିକି ରାଜି। ନା ଝିଅ ରାଜି ଥିଲା ନା ନାଇଁ? ସବୁ ତ ରାଜି ଥିଲେ ବୋଲି ତ ବାହାଘର ଭଲରେ ଭଲ ସବୁ ହେଲା। ତା ଭିତରେ ଆଜି ଏମିତିଆ କାଣ୍ଡ ହବ ବୋଲି କିଏ ଜାଣିଛି? ସବୁ ଭଲରେ ଭଲରେ ହେଇଛି। ଆଜିକା ଦିନରେ ଗୋଟେ ଆଜିକା ମିଛ କହିକିନି ହେଇକିନି ଏମିତି ହେଇଛି କାଣ୍ଡ। ଇଏ ଯୋଉ ଝିଅଟା ଗଲା ହଁ ତାକୁ ନେଇକି କିଏ ଗଲା? ତା ବୋପା। କେମିତି ଗଲା ଆପଣ ତ ଜାଣିଥିବେନି? ହଁ ଆଇଲେ ବାଇରେ ଏ ମା ଟୁଲୁ ଫୁଲୁ ସମସ୍ତଙ୍କୁ କହିକିନି ପରିବେଶନ ନେଇକିନି ତାଙ୍କୁ ଛାଡ଼ିଲୁ ନା ଆଉ। ସେ କହିଲେ ମା ମେଡ଼ିକାଲ ଯିବୁ। ମୁଁ କହିଲି ହଉ ତାହେଲେ ମୁଁ ଏଇଠୁ ଓହ୍ଲେଇ ଦେ ମୁଁ ଖାଇ ନେଇ ପିଇ ନେ ମୁଁ ଘରେ ଖାଉଛି ତୁ ତାଙ୍କ ମାନଙ୍କୁ ଶୀଘ୍ର ପଠେଇଦବୁ। କାହିଁ ଘର ଲୋକ ବି ସ୍ତ୍ରୀ ସେ ଝିଅର ମା ସେ ବାପ ପରେ ଏମିତି ମିଛ କହିକି ତାକୁ ନଉଛି ଆମେ କ'ଣ ଏତେ କଥା ଜାଣିଛୁ?